हरे हरे कृष्णा। कार्तिक मास महामहोत्सव की जय। श्री श्री राधा दामोदर व्रत की जय। ସମସ୍ତଙ୍କୁ कार्तिक ମାସର ତୃତୀୟ ଦିନରେ ସ୍ୱାଗତ। ଏଇ कार्तिक ମାସରେ ଶ୍ରୀଲ ରୂପ ଗୋସ୍ୱାମୀ ବହୁତ ସୁନ୍ଦର ପ୍ରାର୍ଥନା କରନ୍ତି। ଯେମିତି ଆଗ କାଳରେ ରାଜା ମାନେ କଣ କରନ୍ତି କି ବିଭିନ୍ନ ପ୍ରକାର ବହୁମୂଲ୍ୟ ରତ୍ନକୁ ଅଲଗା ରାଜ୍ୟରୁ ଜୟ କରିକି ଆଣନ୍ତି ଆଉ ନିଜର ଯୋଉ ମୁକୁଟ ଅଛି ତ ସେଥିରେ ରଖନ୍ତି। ତ ତାକୁ କଣ କୁହାଯାଏ? କ୍ରାଉନ ଜୁଏଲ। କିନ୍ତୁ ଶ୍ରୀମତୀ ରାଧାରାଣୀ ବୃନ୍ଦାବନର କ୍ରିଷ୍ଟ ଜୁଏଲ। ତେଣୁ ଶ୍ରୀଲ ରୂପ ଗୋସ୍ୱାମୀ ଶ୍ରୀମତୀ ରାଧାରାଣୀଙ୍କୁ ଏଇଭଳିଆ ଉପମାରେ ଆଭୂଷିତ କରିବା ଅପେକ୍ଷା ଆହୁରି ସୁନ୍ଦର ଉପମା ପ୍ରଦାନ କରିଛନ୍ତି। ଯେମିତି ଶ୍ରୀମତୀ ରାଧାରାଣୀ ଯୋଉ ନବ ଯୁବତୀ ଯୋଉ ଗୋପୀ ମାନେ ଅଛନ୍ତି ତ ତାଙ୍କର ଯୋଉ କେଶ ବନ୍ଧନ କରନ୍ତି, ତ କେଶ ବନ୍ଧନରେ ବିଭିନ୍ନ ପ୍ରକାରର ଯୋଉ ପୁଷ୍ପ ରାଜି ଥାଏ, ସେଇ ପୁଷ୍ପରାଜିରେ ମଲ୍ଲିକା ପୁଷ୍ପର ମାଳ ସଦୃଶ, ଅର୍ଥାତ୍ ଶ୍ରୀମତୀ ରାଧାରାଣୀ ସମସ୍ତ ଗୋପୀ ମାନଙ୍କର ମଧ୍ୟରେ ସର୍ବଶ୍ରେଷ୍ଠ। ତ ଶ୍ଲୋକ କ୍ରମାଙ୍କ 3ରେ ଶ୍ରୀମତୀ ରାଧାରାଣୀ କେମିତି ଅନ୍ୟ ସମସ୍ତ ବରିଷ୍ଠ ଗୋପୀ ମାନଙ୍କର ମଧ୍ୟରେ ଶ୍ରେଷ୍ଠ, ତା ସହିତ ସେମାନଙ୍କୁ ଶିକ୍ଷା ପ୍ରଦାନ କରନ୍ତି। ସବୁବେଳେ ଅଷ୍ଟ ସଖୀ ମାନଙ୍କର ମଧ୍ୟରେ ସିଏ ତାଙ୍କ ସାଙ୍ଗରେ ହିଁ ରହିଥାନ୍ତି, ସାନିଧ୍ୟରେ ରହନ୍ତି। ଏବଂ ଚତୁର୍ଥ ଶ୍ଲୋକରେ ଶ୍ରୀମତୀ ରାଧାରାଣୀ ଏତେ ଆଟ୍ରାକ୍ଟିଭ, ଏତେ ଆକର୍ଷକ କି ଭଗବାନ କୃଷ୍ଣ ପରମ ପୁରୁଷ ଭଗବାନ କୃଷ୍ଣଙ୍କୁ ମଧ୍ୟ ସେ ତାଙ୍କର ଆକର୍ଷଣକୁ ପ୍ରତିହତ କରାନ୍ତି। ଏବଂ ଚତୁର୍ଥ ଶ୍ଲୋକରେ ଶ୍ରୀମତୀ ରାଧାରାଣୀଙ୍କର ମଧ୍ୟ ଗୁଣ କୀର୍ତ୍ତନ କରାଯାଇଛି। କିନ୍ତୁ ପଞ୍ଚମ ଶ୍ଲୋକରେ ଶ୍ରୀଲ ରୂପ ଗୋସ୍ୱାମୀ ପ୍ରାର୍ଥନା କରୁଛନ୍ତି ତାଙ୍କର ହୃଦୟକୁ ବ୍ୟକ୍ତ କରିକି, ତ୍ୱାମ ଅସౌ ୟାଚତି ନତ୍ୱା, କି ଜଣେ ଭିକ୍ଷୁକ ଯିଏ ବହୁତ ତୀବ୍ର ଉତ୍କଣ୍ଠାର ସହିତ କିଛି ଭିକ୍ଷା କରିବା ପାଇଁ ଚାହୁଁଛନ୍ତି, କହୁଛନ୍ତି ହେ ବୃନ୍ଦାବନେଶ୍ୱରୀ। ନିଜେ ଶ୍ରୀଲ ରୂପ ଗୋସ୍ୱାମୀ ସେ ବୃନ୍ଦାବନେଶ୍ୱରୀଙ୍କର ପାଦ ପଦ୍ମରେ ନିଜକୁ ସମର୍ପିତ କରିକି, ତାଙ୍କୁ ଦଣ୍ଡବତ ପ୍ରଣାମ କରିକି ଯମୁନାର କୂଳରେ ସିଏ ତାଙ୍କର ଶରୀରକୁ ବିଛେଇ ଦେଇକି ଏବଂ ତାଙ୍କର ଏଇ ଆର୍ଦ୍ର ଦୟାର୍ଦ୍ର ହୃଦୟ, ଅର୍ଥାତ୍ ତାଙ୍କର ହୃଦୟ ଏଜିଟେଟେଡ ହାର୍ଟ, ଓକେ, ସେଇ ହାର୍ଟରେ ହୃଦୟରେ ଏବଂ ଚୋକ୍ଡ ଭଏସ୍, ଅର୍ଥାତ୍ ସେ ସ୍ୱରରେ ସିଏ ଶ୍ରୀମତୀ ରାଧାରାଣୀଙ୍କୁ ଅପିଲ କରୁଛନ୍ତି, ନିବେଦନ କରୁଛନ୍ତି, ବିନା ନିବେଦନ କରୁଛନ୍ତି। ତାଙ୍କର ସ୍ୱର ମଧ୍ୟ ଗଦଗଦ ହେଇ ଉଠୁଛି। ତ ସେଠି ପ୍ରାର୍ଥନା କରୁଛନ୍ତି। ତ ଆମେ କଳନା କରିପାରିବା କି ଭଗବାନଙ୍କର ଏଇ ସର୍ବୋତ୍ତମ ସେବିକା ଶ୍ରୀମତୀ ରାଧାରାଣୀଙ୍କର କୃପା ପାଇବା ପାଇଁ ଜଣେ କେତେ ଦୂର ଆତୁର ହବା ଦରକାର। This is the image of eagerness। ବାସ୍ତବରେ ନମ୍ରତା ଭକ୍ତିକୁ ସଂଗ୍ରହ କରେ। ନମ୍ରତା ଦ୍ୱାରା ଜଣେ ଭକ୍ତି ପ୍ରାପ୍ତ ହୁଏ। ତେଣୁ ସେଥିପାଇଁ ଜଣେ ଯଦି ଏଇ ଆଧ୍ୟାତ୍ମିକ ଅନୁଭବ ପାଇଁ କେବେ ବି ପ୍ରୟାସ କରିବନି କିମ୍ବା କ୍ରନ୍ଦନ କରିବନି, ତା ପାଖରେ ଲୌଲ୍ୟମ୍ ହିଁ ଏକମାତ୍ର ମୂଲ୍ୟ। ତ ତା ପାଖରେ ଲାଳସା ଆସିବନି କି ମୁଁ ନିଶ୍ଚୟ ପ୍ରାପ୍ତ କରିବି ବୋଲି, ସେ ପର୍ଯ୍ୟନ୍ତ ସେ କେବେ ବି ତାଙ୍କର ବର୍ତ୍ତମାନ ସ୍ଥିତିରୁ ବାହାରିକି ଏକ ସୁନ୍ଦର ଏବଂ ଆଧ୍ୟାତ୍ମିକ ଜୀବନ ଆଡକୁ ସେ କେବେ ବି ଯିବେନି। ତେଣୁ ସେଇଥିପାଇଁ ରୂପ ଗୋସ୍ୱାମୀ ବହୁତ ସୁନ୍ଦର ପ୍ରାର୍ଥନା କରୁଛନ୍ତି କି ହେ ଶ୍ରୀମତୀ ରାଧାରାଣୀ, ବାସ୍ତବରେ ମୁଁ ଏକ ଅଫେଣ୍ଡର, ଅନଫିଟ, ଅଯୋଗ୍ୟ ଏବଂ ଅଫେଣ୍ଡର, ମାନେ ମୁଁ ଆପଣଙ୍କୁ କେବଳ ନିନ୍ଦା କରିଛି। ତେଣୁ ଆଉ ମୋର ଚେତନା ଏତେ ଉନ୍ନତ ନୁହେଁ, କ୍ରିକେଟ ମାଇଣ୍ଡ, ଅର୍ଥାତ୍ ମୋର କେବେ ବି ମନ ସ୍ଥିର ନଥାଏ। କିନ୍ତୁ ମୁଁ ଆପଣଙ୍କର ଭଗବାନ କୃଷ୍ଣଙ୍କ ପ୍ରତି ଯୋଉ ପ୍ରେମମୟୀ ସେବା ଅଛି, ତ ସେଇ ସେବାକୁ
ଆପଣ ଯୋଉ ଉପହାର ପ୍ରଦାନ କରୁଛନ୍ତି ସାରା ସଂସାରକୁ ଏଇ ଉପହାର ପ୍ରଦାନ କରୁଛନ୍ତି କୃଷ୍ଣ ପ୍ରେମ ର ସେବାକୁ, ତ ସେଇ ସେବାର ଟିକିଏ ସୁଗନ୍ଧ ମତେ ମଧ୍ୟ ପ୍ରାପ୍ତ ହଉ। ଯଦିବା ମୁଁ ଅଯୋଗ୍ୟ ଆଉ ଅଫେଣ୍ଡର, ତେଣୁ ବାସ୍ତବରେ ଏଇଟା ଆମ ସମସ୍ତଙ୍କର ପ୍ରାର୍ଥନାର ଟୋନ ସ୍ୱର ରହିବା ଦରକାର। ଆମେ ବହୁତ ୟରନେସ୍ କି ବହୁତ ଆତୁର ଭାବରେ ପ୍ରାର୍ଥନା କରିବାର ଅଛି କି ବାସ୍ତବରେ ମୁଁ ଅଯୋଗ୍ୟ ଏବଂ କୋଟି କୋଟି ଜନ୍ମ ନେଇ ସାରିଲା ପରେ ମଧ୍ୟ ମୁଁ ଆପଣଙ୍କର ସଙ୍ଗରୁ ଆଜି ବି ରିକ୍ତ ଅଛି। ଆଉ ସେଥିପାଇଁ ଆମେ ଏଠି ରୂପ ଗୋସ୍ୱାମୀଙ୍କର ସଂଘ ସାନିଧ୍ୟରେ ତାଙ୍କର ଅନୁଗମନ କରିକି ଆମେ ନିଶ୍ଚୟ ପ୍ରାର୍ଥନା କରିବା ଦରକାର। ନିଶ୍ଚୟ ଭାବରେ ଶ୍ରୀମତୀ ରାଧାରାଣୀଙ୍କୁ ଆମେ ବିନୀତ ଅନୁରୋଧ କରିବା ଦରକାର, କୃପା କରିକି ଏ କୃପାମୟୀ କରୁଣାମୟୀ ଆପଣ କୃପା କରିକି ମୋର ସମସ୍ତ ପ୍ରକାର ଅବଗୁଣକୁ ଭୁଲି ଯାଆନ୍ତୁ। ଆଉ ତାକୁ ଇଗନୋର କରନ୍ତୁ। ଆଉ କୃଷ୍ଣ ପ୍ରେମର ଦିବ୍ୟ ସୁଗନ୍ଧର ଉପହାର ମତେ ମଧ୍ୟ ପ୍ରାପ୍ତ ହଉ। ତ ଏଇ ପ୍ରାର୍ଥନା ଯେତେବେଳେ ଆମେ ନିଜକୁ ନମ୍ର କରିବା, କ୍ରନ୍ଦନ କରିବା, ସେତେବେଳେ ହିଁ କୃଷ୍ଣ ପ୍ରେମର ଯୋଉ ବହୁମୂଲ୍ୟ ଉପହାରର ସୁଗନ୍ଧ ଆମ ସମସ୍ତଙ୍କୁ ପ୍ରାପ୍ତ ହେଇପାରିବ। ହରେ କୃଷ୍ଣ। कार्तिक मास महामहोत्सव की जय।